ଦିନେ ଶରୀରର ପାଞ୍ଚଟି ତତ୍ତ୍ୱ ମଧ୍ୟରେ ଝଗଡ଼ା ଲାଗିଲା। ପାଞ୍ଚଟି ତତ୍ତ୍ୱ କ'ଣ? ବାୟୁ, ମାଟି, ଜଳ, ଆକାଶ ଆଉ ଅଗ୍ନି। ସେମାନେ ସମସ୍ତେ ନିଜକୁ ବଡ଼, ଅନ୍ୟକୁ ଛୋଟ ବା ତୁଚ୍ଛ ବୋଲି କହିଲେ। ପ୍ରଥମେ ବାୟୁ କହିଲା, ମୁଁ ସମସ୍ତଙ୍କଠୁ ବଡ଼। ମୁଁ ତ ନଥିଲେ ନିଶ୍ୱାସ ବନ୍ଦ ହୋଇ ମଣିଷ ଜୀବନ କ୍ଷଣିକ ମଧ୍ୟରେ ସମାପ୍ତ ହୋଇଯିବ। ପୃଥିବୀ ବା ମାଟି କହିଲା, ଆରେ ମୋ ଉପରେ ତ ଏହି ଶରୀର ଠିଆ ହୋଇଛି। ଇନ୍ଦ୍ରିୟ ଗୁଡ଼ିକର ଆକାର ନଥିଲେ ତୁମେମାନେ ଅଭିବ୍ୟକ୍ତି କିପରି କରିପାରିବ? ଜଳତତ୍ତ୍ୱ କହିଲା, ମୁଁ ତ ଜୀବନର ଆଧାର। ଜଳ ହିଁ ଜୀବନ। ରସ ନଥିଲେ ସବୁକିଛି ରସହୀନ ହୋଇଯିବ। ଆଉ ଅଗ୍ନିତତ୍ତ୍ୱ ଅଟ୍ଟହାସ କରି କହିଲା, ଆରେ ମୋର କ୍ଷମତା ତଥା ମହତ୍ଵର ଅନୁମାନ ତ ତୁମେ କରିପାରିବ ନାହିଁ। ମୁଁ ନ ରହିଲେ ଏହି ଶରୀର କ୍ଷଣିକ ମଧ୍ୟରେ ବରଫ ପାଲଟିଯିବ। ଶେଷରେ ଆକାଶ ତତ୍ତ୍ୱ ଦମ୍ଭର ସହିତ କହିଲା, ସମସ୍ତ ସୂକ୍ଷ୍ମ ଶକ୍ତିର ସଞ୍ଚାଳନ ମୁଁ ହିଁ କରୁଛି। ମୁଁ ନଥିଲେ ଏ ସଂସାର ନୀରବରେ ବୁଡ଼ି ସମୁଦ୍ର ଭଳି ହୋଇଯାଆନ୍ତା। ଶେଷରେ ଆତ୍ମା ଚୁପଚାପ ଶରୀରକୁ ଛାଡ଼ିଦେଲା। ସେହି ପଞ୍ଚତତ୍ତ୍ୱର ବିବଶତା ପୂର୍ବକ ଆତ୍ମା ସହିତ ଶରୀର ତ୍ୟାଗ କରିବାକୁ ପଡ଼ିଲା। ଏବେ ସେମାନେ ବୁଝିଗଲେ ଯେ ଅସଲ ମୂଲ୍ୟ ତ କାହାର ଚେତନା ବା ପ୍ରାଣରେ ହିଁ ରହିଛି। ପ୍ରାଣର ଚେତନା ହଟିଯିବା କ୍ଷଣି ଏହି ଶରୀର ଗୋଟିଏ ଶବରେ ପରିଣତ ହୋଇଯାଏ। ଏହି ଛୋଟ ବିଷୟରୁ ଆମେ ଜାଣିଲେ ସମସ୍ତେ ସମସ୍ତଙ୍କ ବିନା ବଞ୍ଚିବାଟା ଅସମ୍ଭବ। ତେଣୁ ଏହି ଛୋଟିଆ ଶରୀର ଆମେ ପାଇଛେ, ଏତେ କାହିଁକି ଗର୍ବ ଅହଙ୍କାର କରିବା? ଏ ଦିନ ଆସିବ ପଞ୍ଚଭୂତରେ ଲୀନ ହୋଇଯିବ। ତେଣୁ ସମସ୍ତେ ଏଭଳି ପଞ୍ଚତତ୍ତ୍ୱକୁ ସମ୍ମାନ କରନ୍ତୁ। ମନରେ ଗର୍ବ ଅହଙ୍କାର ଆଣନ୍ତୁ ନାହିଁ। କାହିଁକି ନା ଦିନ ଆମେ ଏହି ଗର୍ବ ଅହଙ୍କାର ଅଢ଼େଇ ଦିନ ଯେତେବେଳେ ଜଣେ ସଂସାରରୁ ଚାଲିଯାଏ, ସେତେବେଳେ ହିଁ ତାର ପରିଚୟ ଜଣାପଡ଼ିଥାଏ। ପଞ୍ଚଭୂତରେ ସେ ଲୀନ ହୋଇଯାଏ। ପାଳନ କରନ୍ତୁ, ସୁଖରେ ରୁହନ୍ତୁ। ଜୟ ଜଗନ୍ନାଥ।